ଗୋଟିଏ ଗାଁ ଥିଲା। ଗାଁର ନାମ ଥିଲା ବୃନ୍ଦାବନପୁର। ଏଇ ଗାଁଟି ଦିନରେ ଶାନ୍ତ ରହୁଥିଲା, କିନ୍ତୁ ରାତି ହେଲେ ସବୁ ଲୋକ ଘରେ ଲୁଚି ଯାଉଥିଲେ। ଗାଁର ପଛପଟେ ଥିଲା ଏକ ପୁରୁଣା ଶ୍ମଶାନ ଘର, ଯେଉଁଠାରେ କୁହାଯାଏ ଯେ ରାତି 12ଟା ପରେ ମୃତାତ୍ମା ଚଲାବୁଲା କରନ୍ତି। ଏକ ଦିନ ଗାଁର ରଞ୍ଜନ ନାମକ ଗୋଟେ ଯୁବକ ତା ସାଙ୍ଗମାନଙ୍କୁ ଚ୍ୟାଲେଞ୍ଜ ଦେଲା, ମୁଁ ଆଜି ରାତିରେ ଶ୍ମଶାନ ଘରେ ଘଣ୍ଟାଏ ରହିବି, ତମେ ଦେଖିବ। ସବୁ ହସିଲେ, କିନ୍ତୁ ରଞ୍ଜନ ନିଜ ମନକୁ ଠିକ୍ କରିଲା। ରାତି 12ଟା ହେଲା, ହାତରେ ଟର୍ଚ୍ଚ ଓ ଧୂପ ନେଇ ସେ ଶ୍ମଶାନ ଘର ଭିତରକୁ ଚାଲିଲା। ହାଲୁକା ପବନରେ ଜଳିଥିବା ଦୀପ ନିଜେ ଜଳିଗଲା। ସେ ଭାବିଲା ପବନ ବତାସରେ ଦୀପ ନିଜେ ନିଜେ ଲିଭିଗଲା, କିନ୍ତୁ ଟର୍ଚ୍ଚ ମାରି ଦେଖିଲା ଗୋଟେ ଦେହରେ ହାଲୁକା ହାଲୁକା ଚାଲୁଛି। ସେ ଭାବିଲା କାହା ଛାୟା ହେଇଥିବ, କିନ୍ତୁ ହଠାତ୍ ଶବ୍ଦ ହେଲା। ରଞ୍ଜନ, ତୁ ଆସିଗଲୁଣି? ସେ ଚମକି ଉଠିଲା। ଟର୍ଚ୍ଚ ମାରି ଦେଖିଲା ଗୋଟିଏ ସଫେଦ ଶାଢ଼ୀ ପିନ୍ଧିଥିବା ମହିଳା ମୁହଁ ନାହିଁ, କେବଳ ବିକଳ ରୂପ ଓ ଆଖି ଏବଂ ରକ୍ତ ତା ଆଖିରୁ ଠପ୍ ଠପ୍ ହୋଇ ପଡ଼ିଥାଏ। ସେ ଭୟରେ ଚିତ୍କାର କଲା ଓ ଦୌଡ଼ିବା ଆରମ୍ଭ କଲା। ଗାଁକୁ ପହଞ୍ଚିବା ସମୟରେ ଲୋକ ଦେଖିଲେ ତାଙ୍କ ହାତରେ ଅଛି ଗୋଟିଏ ମୁଣ୍ଡର ଖପରି, ଯାହା ସେ ନିଜେ ଧରିଥିଲା। ଲୋକମାନେ ଏହାକୁ ଦେଖି ଦୌଡ଼ା ଦୌଡ଼ି ହୋଇ ଚିତ୍କାର କରି ପଳାଇଲେ। ସେହିଦିନରୁ ରଞ୍ଜନର ଖବର ନାହିଁ। ବହୁତ ଦିନ ବିତିଗଲା, ଆଉ ରଞ୍ଜନ ରହୁଥିବା ଘରେ କେହି ରହୁନାହାନ୍ତି। ହଠାତ୍ ଦିନେ ରାତି 12ଟାରେ ଏକ ଶବ୍ଦ ଶୁଭିବାକୁ ଲାଗିଲା। ମୁଁ ରଞ୍ଜନ ସମସ୍ତଙ୍କ ମୁଣ୍ଡ ନେଇଯିବି, କହି ହସିବାକୁ ଲାଗିଲା। ସେହିଦିନରୁ ଗାଁର ଲୋକେ ତା ଘରକୁ ବନ୍ଦୀ କରି ରଖିଛନ୍ତି। ଗାଁ ଲୋକେ ଆଜି ମଧ୍ୟ ଶ୍ମଶାନ ଘର ଆଡ଼କୁ ଯାଇନାହାନ୍ତି, କାରଣ ରଞ୍ଜନର ଚିତ୍କାର ଏବେ ମଧ୍ୟ ଶୁଣାଯାଏ।